ହାରାରେ ଆଜି ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚ୍ ଜିମ୍ବାବୁଏକୁ 23 ରନରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍ 2-1ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଭିଡ଼ିଓକୁ ଯଦି ପ୍ରଥମେ ଦେଖୁଥିବେ ସବସ୍କ୍ରାଇବ୍ କରିଦେବ। ଭାରତ ପ୍ରଥମେ ବ୍ୟାଟିଂ କରି 4 ୱିକେଟ୍ ହରାଇ 182 ରନ୍ କରିଥିବା ବେଳେ ଜିମ୍ବାବୁଏ 6 ୱିକେଟ୍ ହରାଇ 159 ରନ୍ କରିବାକୁ ସକ୍ଷମ ହୋଇଥିଲା। ଡିଓନ୍ ମେୟର୍ସ ଓ କାଏ ମାଣ୍ଡେଡେ ଜିତିବା ପାଇଁ ଲଢ଼େଇ କରିଥିଲେ ହେଁ ବାଜି ମାରିନେଇଥିଲା ଭାରତ। 183 ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଜିମ୍ବାବୁଏ ଆରମ୍ଭରୁ ବ୍ୟାଟିଂ ପର୍ଯ୍ୟାୟରେ ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର 39 ରନ୍ ଓ 5 ୱିକେଟ୍ ହରାଇଥିଲା। ୱେସିମ୍ ମାଧବନ୍ 1 ରନ୍ କରି ଆଉଟ୍ ହୋଇଥିବା ବେଳେ ଦାଦିୱାନେଶ ମାରୱାନି 13, ବ୍ରାଏନ୍ ବେଟେନ୍ 4, ଅଧିନାୟକ ସିକନ୍ଦର ରାଜା 15 ଓ ଜୋନାଥନ୍ କ୍ୟାମ୍ପବେଲ୍ 1 ରନ୍ କରି ଆଉଟ୍ ହୋଇଥିଲେ। ଏଭଳି ସ୍ଥିତିରେ ଲାଗୁଥିଲା ଦଳ 100 ରନ୍ କରିବା ପୂର୍ବରୁ ଅଲ୍ ଆଉଟ୍ ହୋଇଯିବ, କିନ୍ତୁ ସେମିତି ହେବାକୁ ଦେଇନଥିଲେ 4 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଡିଓନ୍ ମେୟର୍ସ। ସେ ଶେଷ ପର୍ଯ୍ୟନ୍ତ ଖୁଣ୍ଟ ବୋଲି ଛିଡ଼ା ହୋଇଥିଲେ। ସେ 49ଟି ବଲ୍ରୁ 7ଟି ଚୌକା ଓ ଗୋଟିଏ ଛକା ସହାୟତାରେ 65 ରନ୍ କରି ଅପରାଜିତ ରହିଥିଲେ। କାଏ ମାଣ୍ଡେଡେଙ୍କୁ ସାଥୀ କରି ଖେଳିଥିଲେ ଡିଓନ୍ ମେୟର୍ସ। ସେମାନଙ୍କ ଯୋଡ଼ି ଜମିଥିଲା ଓ ପ୍ରାୟ 9 ଓଭର ଧରି ୱିକେଟ୍ ଆଉ ପଡ଼ିନଥିଲେ। ତେବେ 16.3 ଓଭରରେ ଆଉଟ୍ ହୋଇଯାଇଥିଲେ କାଏ ମାଣ୍ଡେଡେ। ସେ 26ଟି ବଲ୍ରୁ 37 ରନ୍ କରିଥିଲେ। ତା ଭିତରେ ଥିଲା 2ଟି ଚୌକା ଓ 2ଟି ଛକା। କାଏ ମାଣ୍ଡେଡେ ଆଉଟ୍ ହେବା ପରେ ୱେଲିଂଟନ୍ ମାସାକାଜା ଧୈର୍ଯ୍ୟର ସହିତ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ 10ଟି ବଲ୍ରୁ 18 ରନ୍ କରିଥିଲେ। ଅଲ୍ ଆଉଟ୍ ନ ହୋଇ ଧୈର୍ଯ୍ୟ ଓଭରରେ ଖେଳିଥିଲେ ବି ଦଳ ମ୍ୟାଚ୍ ଜିତି ପାରିନଥିଲେ। ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର 3ଟି ୱିକେଟ୍ ନେଇଥିବା ବେଳେ ଆବେଶ ଖାନ୍ 2 ଓ ଖଲିଲ୍ ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 4ଟି ୱିକେଟ୍ ହରାଇ 182 ରନ୍ କରିଥିଲା। ଯଶସ୍ୱୀ ଜୟସ୍ୱାଲ 36, ଅଧିନାୟକ ଶୁଭମ୍ ଗିଲ୍ 66 ଓ ଋତୁରାଜ ଗାୟକୱାଡ଼ 49 ରନ୍ ବଳରେ ଦଳ 182 ରନ୍ ସଂଗ୍ରହ କରିଥିଲା। ଅଭିଷେକ ଶର୍ମା 10 ରନ୍ କରି ଆଉଟ୍ ହୋଇଥିବା ବେଳେ ସଞ୍ଜୁ ସାମସନ୍ ଓ ରିଙ୍କୁ ସିଂ ଯଥାକ୍ରମେ 12 ଓ 1 ରନ୍ କରି ଅପରାଜିତ ରହିଥିଲେ। ଜିମ୍ବାବୁଏ ପକ୍ଷରୁ ଆଜି 7 ଜଣ ବୋଲିଂ କରିଥିଲେ, କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। କେବଳ ବ୍ଲେସିଂ ମୁଜାରା, ବିନ୍ ବାନି ଓ ସିକନ୍ଦର ରାଜା 2ଟି ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଜୟସ୍ୱାଲ 27ଟି ବଲ୍ରୁ 4ଟି ଚୌକା ଓ 2ଟି ଛକା ସହାୟତାରେ 36 ରନ୍ କରିଥିଲେ। ସିକନ୍ଦର ରାଜାଙ୍କ ବଲ୍ରେ ସେ ବ୍ରାଏନ୍ ବେଟେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ ଶୁଭମ୍ ଗିଲ୍ 49ଟି ବଲ୍ରୁ 7 ଚୌକା ଓ 3 ଛକା ସହାୟତାରେ 66 ରନ୍ କରିଥିଲେ। ବ୍ଲେସିଂ ମୁଜାରା ବାନିଙ୍କ ବଲ୍ରେ ସେ ସିକନ୍ଦର ରାଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହୋଇ ପେଭିଲିୟନ୍‌କୁ ଫେରିବା ବେଳକୁ ଦଳର ସ୍କୋର 153ରେ ପହଞ୍ଚି ଯାଇଥିଲା। ଋତୁରାଜ ଗାୟକୱାଡ଼ 28ଟି ବଲ୍ରୁ 4ଟି ଚୌକା ଓ 3ଟି ଛକା ସହାୟତାରେ 49 ରନ୍ କରିଥିଲେ।